ଆପଣମାନେ ବି ଜୁଗିଛନ୍ ସୁଭଦ୍ରା ଯୋଜନାର ପଇସା କେବେ ପାଇମି ବୋଲିକରି ତାହେଲେ ଆପଣମାନଙ୍କ ଲାଗି ଖୁସି ଖବର। ଆପଣ ଯଦି ଜୁଗିଛନ୍ ଆପଣ ଯଦି ଏପ୍ଲାଏ କରିଛନ୍ ତାହେଲେ ଆପଣମାନଙ୍କୁ ମିଳିଯିବା ସୁଭଦ୍ରା ଯୋଜନାର ପଇସା। ତ କେନ୍ ପାଇପାରିବେ ସୁଭଦ୍ରା ଯୋଜନାର ପଇସା ସେଟା ମୁଇଁ ଆପଣଙ୍କୁ ଡିଟେଲ୍ସରେ କହିଦେମି। ଆପଣମାନେ ଦେଖୁଥିବେ ପହିଲା ଯେନ୍ ଲୋକ ଏପ୍ଲାଏ କରିଥିଲେ ଯେନ୍ଟା ଏଇ ସୁଭଦ୍ରା ଯୋଜନାର ପଇସା ପାଇମୁ ବୋଲିକରି ବହୁତ ସାରା ଲୋକଟା ଯେନ୍ଟାକି ନେଇ ମିଲବା ଯେନ୍ମାନଙ୍କର 15 ତାରିଖ କିମ୍ବା 12 ତାରିଖରୁ ଯେନ୍ମାନେ ଏପ୍ଲାଏ କରିଥିଲେ ସେମାନଙ୍କଟା ବହୁତ ସାରା ଲୋକଟା ଯେନ୍ଟାକି ସୁଭଦ୍ରା ଯୋଜନାର ପଇସା ମିଲିଯାଇଥିଲା। ହେଲେ ଆପଣମାନଙ୍କଟା ମିଲବା କି ନାଇଁ ବୋଲି ଆପଣ କେତେ ତାରିଖ ଏପ୍ଲାଏ କରୁଛନ୍ତି ଯଦି ଆପଣ 17 ତାରିଖ ପରେ ଏପ୍ଲାଏ କରୁଛନ୍ ତାହେଲେ ଆପଣଙ୍କର ପଇସା ମିଲବା କି ନାଇଁ ଆପଣମାନେ ପାଇପାରିବେ କି ନାଇଁ ସୁଭଦ୍ରା ଯୋଜନାର ପଇସା ଏଇଟା ଜାଣିବାର ଲାଗି ଆପଣଙ୍କୁ ଭିଡ଼ିଓକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖିବାକୁ ପଡ଼ବା ଯେନ୍ ଦ୍ୱାରା କି ମୁଇଁ ଆପଣଙ୍କୁ ଏଇନା ଫୁଲ୍ ଡିଟେଲ୍ସ କହିଦେମି ଆପଣମାନେ ଜାଣିପାରିବେ। ନ୍ୟୁଜ୍ 18 ଓଡ଼ିଶା ତରଫରୁ ଗୋଟେ ନ୍ୟୁଜ୍ଟା ଆସିଥିଲା କି ଆପଣ ଯେନ୍ମାନେ 17 ତାରିଖରୁ ଏପ୍ଲାଏ କରିଥିବେ ସେମାନେ ପାଇବେ କି ନାଇଁ ସୁଭଦ୍ରା ଯୋଜନାର ପଇସା। ଯଦି ଆପଣଙ୍କ ଡିବିଟି ଲିଙ୍କ୍ ଅଛି ତାହେଲେ ଗ୍ୟାରେଣ୍ଟି ଆପଣମାନେ ପଇସା ପାଇଯିବେ। ନେକ୍ସଟ କିସ୍ତି ଏବେ ଯେନ୍ ପଇସା ପଡ଼ବାର୍ ଲାଗି ଯାଉଛେ ଯଦି ଆପଣମାନେ ଯଦି ନେକ୍ସଟ କିସ୍ତିରେ ଯଦି ଏପ୍ଲାଏ କରିଛନ୍ ଆପଣମାନେ ଯଦି ଏପ୍ଲାଏ କରୁଛନ୍ 17 ତାରିଖ ପରେ ତାହେଲେ ବି ଆପଣଙ୍କର ପଇସା ପଡ଼ିଯିବା। ଆପଣଙ୍କୁ କିଛି ଟେନସନ୍ ନେବାକେ ନାଇଁ ପଡ଼େ ଯେନ୍ ଦ୍ୱାରା କି ଆପଣମାନେ ବି ପାଇପାରିବେ ସୁଭଦ୍ରା ଯୋଜନାର ପଇସା। ତ ଆପଣମାନେ କିଛି ଟେନସନ୍ ନେଇ ନିଅତ୍ ଆପଣଙ୍କୁ ମିଲବା ସୁଭଦ୍ରା ଯୋଜନାର ପଇସା 100 to 100%। କାହିଁକି ନା ଯେନ୍ମାନେ ଏପ୍ଲାଏ କରିଛନ୍ ନିର୍ମଳା ସୀତାରାମନ ବହୁତ ସାରା ଲୋକ ବି କହିଛନ୍ ମୋହନ ଚରଣ ମାଝୀ ବି କହିଛନ୍ ସେମାନେ କହିଛନ୍ କି ସମସ୍ତଙ୍କର ପଇସା ମିଳିଯିବ ତ ଆପଣଙ୍କର ପଇସା ବି ମିଳିଯିବା।